ରାଜଧାନୀ ରେ ନବରଙ୍ଗପୁର ଚାଷୀ ମହାସଂଘର ଧାରଣା। ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ଅନୁଷ୍ଠିତ ଅହୋରାତ୍ର ଧାରଣା ଆଜିକୁ 2-3 ଦିନରେ ପହଞ୍ଚିଛି। 4 ଦଫା ଦାବିକୁ ନେଇ 7 ଦିନ ବ୍ୟାପୀ ଏହି ଧାରଣା ଚାଲୁ ରହିବ। ଏହି ଧାରଣାରେ ଉପସ୍ଥିତ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି, ରାଜ୍ୟ ସରକାର ନବରଙ୍ଗପୁର ଚାଷୀଙ୍କୁ ଭୁଆ ବୁଲାଉଛନ୍ତି। ରାଇଘରର ଚାଷୀ 4 ମାସ ହେଲା ମଣ୍ଡିରେ ଧାନ ବିକି ସାରିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାପ୍ୟ ପାଇନାହାନ୍ତି। ସେମାନେ ଋଣ କରି ଚାଷ କରିଥିଲେ। ସରକାର 4 ମାସ ହେବ ଚାଷୀଙ୍କ ଧାନ ବିକ୍ରି ଟଙ୍କା ନ ଦେବା ଫଳରେ ସେମାନଙ୍କର ଋଣ ଭାର ବଢ଼ି ବଢ଼ି ଚାଲିଛି। ରାଇଘର ବ୍ଲକର 344 ଜଣ ଚାଷୀଙ୍କ 4.5 କୋଟି ଟଙ୍କା କେବେ ସରକାର ଦେବେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ଆଜି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା କହିଲେ, ନବରଙ୍ଗପୁରରେ ଯେଉଁମାନେ ଧାନ କିଣାରେ ଦୁର୍ନୀତି କରିଛନ୍ତି ଏବଂ ରାଇଘର ଚାଷୀଙ୍କର ଧାନ ବିକ୍ରି ଟଙ୍କା 4 ମାସ ହେଲା ଦେଉନାହାନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ପୂର୍ବତନ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କ ପ୍ରତି ସରକାରଙ୍କ ଆଚରଣ ଓ ଉଚ୍ଚାରଣକୁ ଦୃଢ଼ ନିନ୍ଦା କରିଥିଲେ। ନବରଙ୍ଗପୁର ଚାଷୀଙ୍କ ପେଟକୁ ନାତ ମାରିଛନ୍ତି ମୋହନ ସରକାର। ସାର୍ ଆମେ ଦେଖନ୍ତୁ ପ୍ରାୟ ଆମର ଏଠି ରାଇଘର 600 କିଲୋମିଟର ସାର୍ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ଆସୁଛୁ ଆମେ ଚାଷୀମାନେ। ଯେଉଁ ପ୍ରକାର ଆମକୁ ଚାଷୀମାନଙ୍କୁ ସରକାର ଠକି ଦେଇକିନା 4,50,00,000 ଟଙ୍କା ଆମଠାରୁ ନେଇକିନା ଏପର୍ଯ୍ୟନ୍ତ ଆମେ ଏଠି ଆସିକିନା 3 ଦିନ ହେଲା ଧାରଣାରେ ବସିଛୁ, କିନ୍ତୁ ସରକାର ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ସାର୍। ଏପର୍ଯ୍ୟନ୍ତ କି ଆସିନାହାନ୍ତି, ମନ୍ତ୍ରୀ ଆସିନାହାନ୍ତି କି ବିଧାୟକ ଆସିନାହାନ୍ତି କି କିଏ ଆସିନାହାନ୍ତି। ଚାଷୀମାନେ ଏବେ ଆମର ଚାଷବାସ ଦିନ ମକା ଲଗାଇବାଟା ଧାନ ଲଗାଇବାଟା ସମୟ ଆସିଲାନି। ଏ ପଇସାରେ ଆମେ ସାର କିଣିବୁ, ମକା ସାର ବିହନ କିଣିକିନା ଆମେ ଚାଷ କରିବୁ। ଏ ଯାଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି, କିଏ ଆସିନାହାନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘରରୁ ଆପଣମାନେ ଆସିଛନ୍ତି, ତା ପୂର୍ବରୁ ଟିକେ ପରିଚୟ ରଖିବେ। ମୁଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଛେଲିଡଙ୍ଗରି ଜିପିରୁ ଆସିଛୁ ଆଜ୍ଞା। ମୋର ଆଇବାର କାରଣ ହେଉଛି ମାନେ ଆମେ ମଣ୍ଡିରେ ଧାନ ଦେଇଥିଲୁ, ଧାନ ପଇସା ଆଜି ପର୍ଯ୍ୟନ୍ତ ଆମର ଆକାଉଣ୍ଟରେ ଚଢ଼ି ନାହିଁ କି କିଛି କରିନାହିଁ। ତେବେ ଆମେ ଅଫିସରମାନଙ୍କୁ ଜିଲ୍ଲା ଲେଭେଲ୍ ପର୍ଯ୍ୟନ୍ତ କେତେ ଥର ଯାହା ଆଶା କରିଲୁ, ସେମାନେ ଖାଲି ମିଛ ଠକାମି ଏକା କହିକରି ଆମକୁ ବୁତାଉଛନ୍ତି, କେବେ ଆମର କାମକୁ ପର୍ଦ୍ଦାଫାଶ କରୁନାହାନ୍ତି। ତେଣୁକରି ଆମେ ଭୁବନେଶ୍ୱରରେ ରାଜରାସ୍ତାରେ ଧାରଣା ଦେବୁ, ଯେମିତି ହେଲେ ବି ଆଗକୁ ନେବୁ, ଆମର ଲଢ଼େଇକୁ ଜାରି ରଖିବୁ ବୋଲିକିରି ଆମେ ନିଆଁ ଚାହୁଁଛୁ। ମୁଖ୍ୟମନ୍ତ୍ରୀ ନ ଶୁଣିଲେ ଆମେ ହାଇକୋର୍ଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବୁ। ଏଠି ଆମେ ଆରମ୍ଭ କରବାଟା ମିନିମମ୍ 3-4 ଦିନ ହେଇଗଲା ସାର୍। କେତେ ଦିନ ପର୍ଯ୍ୟନ୍ତ ବସିବେ? ଆମେ ଗୋଟେ ହପ୍ତା ପର୍ଯ୍ୟନ୍ତ ବସି ଦେଖୁ। ଯେତେ ଦିନ ପର୍ଯ୍ୟନ୍ତ ସରକାର ଆମର କଥା ନ ଶୁଣିବ ସେତେ ଦିନ ପର୍ଯ୍ୟନ୍ତ ଆମେ ଧାରଣା ଦେବୁ। ଭୁବନେଶ୍ୱରରୁ ଆମ ପ୍ରତିନିଧି ପୁଷ୍ପଲତାଙ୍କ ରିପୋର୍ଟ, କଳିଙ୍ଗ ଓଡ଼ିଶା ନ୍ୟୁଜ୍।